ଯନ୍ତ୍ରୀ ମାନେ କୋଉଠି ବୁଲୁଛନ୍ତି ମୁଁ ଜାଣିନି। ବାବୁ ମାନେ ଯୋଉମାନେ ସବୁ ଦଳୀୟ ନେତା ମାନେ ସରକାରରେ ଅଛନ୍ତି ସେମାନେ ସବୁ ଗୋଟେ ଗୋଟେ ଗେରୁଆ ଟାୱେଲ ପକେଇ ବନ୍ଧ ଜଗିବା ନାଁରେ ଇଞ୍ଜିନିୟର ମାନଙ୍କୁ ଧରିକିରି ବୁଲୁଛନ୍ତି, ଫଟୋ ଉଠଉଛନ୍ତି। 20ଟି ଜିଲ୍ଲାରୁ ଅଧିକ ଅଞ୍ଚଳ କ୍ଷତିଗ୍ରସ୍ତ ହେଇଛି। ଅନେକ ଲୋକ ବାସହରା ହେଇସାରିଲେଣି। ଗାଈ ଗୋରୁ ପଶୁ ସେମାନେ ମଧ୍ୟ ଗାଁରୁ ବାହାରେ ରହିଛନ୍ତି। ସେମାନେ କନେକ୍ଟିଭିଟି ବି ନାହିଁ, ଖାଦ୍ୟ ସେମାନଙ୍କ ପାଖରେ ପହଞ୍ଚିନି ଏପର୍ଯ୍ୟନ୍ତ। ଏବଂ ସବୁଠୁ ବିଚିତ୍ର କଥା ହଉଛି ଯେ ୱାଟର ରିସୋର୍ସ ଡିପାର୍ଟମେଣ୍ଟ, ଜଳ ସମ୍ପଦ ବିଭାଗ ଯେ ବନ୍ୟାକୁ ନିୟନ୍ତ୍ରିତ କରିଥାଏ, ସେ ବିଭାଗ ପୁରାପୁରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଶାଳନ୍ଦୀ ଠାରୁ ଆରମ୍ଭ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏ ଅନେକ ସ୍ଥାନରେ ଘାଇ ଗୁଡିକ ହେଇଛି ଏବଂ ଘାଇ ଗୁଡିକ ମନୁଷ୍ୟକୃତ ଘାଇ ହେଇଛି ବୋଲି ଅଭିଯୋଗ ହେଇଛି। ଆଜି ମଧ୍ୟ ଆମର ବିଜୁ ଜନତା ଦଳର ନେତ୍ରୀ କେବଳ ନୁହନ୍ତି, ସେ ହେଉଛନ୍ତି ଆମର ବିଧାନସଭାର ବରିଷ୍ଠ ପିଏସି ଚେୟାରମ୍ୟାନ। ସେ ମଧ୍ୟ ଆଜି ଅଭିଯୋଗ କରିଛନ୍ତି ଯେ ଯନ୍ତ୍ରୀଙ୍କ ଯୋଗୁଁ ଜଳସମ୍ପଦ ବିଭାଗର ଯେ ଘାଇ ହେଇଛି ଯାଜପୁର ଜିଲ୍ଲାରେ ଏବଂ ଯାହା ଫଳରେ ଅନେକ ଲୋକ ବାସହରା ହେଇଛନ୍ତି। ଏଭଳି ଯେତେବେଳେ ସଙ୍ଗୀନ ପରିସ୍ଥିତି ସାରା ଓଡ଼ିଶାରେ ଦେଖାଦେଇଛି, ବନ୍ୟାରେ ଉବୁଟୁବୁ ହେଉଛନ୍ତି ସାଧାରଣ ଜନତା ଯେତେବେଳେ ଆତଙ୍କିତ ହୋଇପଡ଼ିଛନ୍ତି, ସେ ସମୟରେ ସବୁଠୁ ଦୁଃଖ ଏବଂ ଆଶ୍ଚର୍ଯ୍ୟର କଥା ଯେ ଲୋକଙ୍କ ନେତା ବୋଲଉଥିବା, ଲୋକଙ୍କ ସରକାରର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ଜଳସମ୍ପଦ ବିଭାଗର ଦାୟିତ୍ୱରେ ଅଛନ୍ତି, କେବଳ ଜଳସମ୍ପଦ ବିଭାଗ ନୁହଁ ସାରା ଓଡ଼ିଶା ଲୋକଙ୍କ ଦାୟିତ୍ୱରେ ଯିଏ ଅଛନ୍ତି, ସବୁବେଳେ ଡିମଡିମ ପଡୁଛନ୍ତି ଆମେ ହଉଛୁ ଲୋକଙ୍କ ନେତା, ଲୋକଙ୍କ ସରକାର ଚାଲିଛି। ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ବନ୍ୟା ପାଣି ପଶିଲା ଗାଁରେ, ଲୋକ ଛଟପଟ ହେଲେ, ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିମାନ ଉଡ଼ିଲା ଲୋକଙ୍କ ନେତା ଦିଲ୍ଲୀକି। ଦିଲ୍ଲୀରେ କଣ କରୁଛନ୍ତି? ପ୍ରଥମ ଦିନ ଜଣେ ସାଂସଦଙ୍କ ଘରେ ଭୋଜି ହେଲା। ସେ ଭୋଜିରେ କୋଉମାନେ? ଯେଉଁମାନେ ବନ୍ୟା ପରିସ୍ଥିତି ଦେଖିବା କଥା, ଲୋକଙ୍କ ସାଂସଦ, ଲୋକମାନେ ଯେଉଁମାନଙ୍କୁ ପଠେଇଥିଲେ ଯେ ଦିଲ୍ଲୀ ଦରବାରକୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ, ବନ୍ୟା ସମୟରେ ସେମାନଙ୍କୁ ସେଠି ଅଟକେଇ ତାଙ୍କୁ ନୈଶ ଭୋଜି ଦିଆଗଲା ଜଣେ ଓଡ଼ିଶାର ଜଣେ ସାଂସଦଙ୍କ ଘରେ। ଆଉ କୋଉଠି ହେଲା? ଆଜି ଆପଣ ଟେଲିଭିଜନରେ ଦେଖିପାରୁଥିବେ, ଦିଲ୍ଲୀର ସବୁଠୁ ଦାମିକା ହୋଟେଲ ଅଶୋକା ହୋଟେଲରେ, କନଭେନସନ ହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୋଜି ଦେଲେ, ନୈଶ ଭୋଜି ଦେଲେ ସାଂସଦ ମାନଙ୍କୁ ସେଠି। ଏଠି କିନ୍ତୁ ଲୋକ ବନ୍ୟାରେ ପଡିକିରି ଛଟପଟ ହଉଛନ୍ତି। 2 ଦିନ ଯାକ ସେଇଥିରେ ଚାଲିଗଲା। ଆପଣ ଦେଖନ୍ତୁ 4 ଦିନିଆ ଗସ୍ତ, ଏଠି ଲୋକ ଛଟପଟ ହଉଛନ୍ତି, କିନ୍ତୁ ଲୋକଙ୍କ ନେତା, ଲୋକଙ୍କ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଭୋଜି କରୁଛନ୍ତି। କାହା ଖୁସିରେ, କୋଉ ଖୁସିରେ ହଉଛନ୍ତି ସେ କଥା ମଧ୍ୟ ଗଣମାଧ୍ୟମ ପଚାରୁଛି। ତାଙ୍କ ଦଳରେ କଣ ହଉଛି ଆମେ ସେ କଥା ବୁଝିବା ପାଇଁ ଚାହୁଁନୁ। କିଏ ଆସିଲେ ତାଙ୍କୁ ସମ୍ବର୍ଦ୍ଧନା ଦିଆ ହଉଛି, ପଦପଦବୀରୁ ଚାଲିଗଲେ କିମ୍ବା କାହାକୁ ବିଦା କରିଦେଇକିରି କିଏ ଦିଲ୍ଲୀରେ ଯାଇ ଭୋଜି କରୁଛନ୍ତି, ସେ ସମ୍ପର୍କରେ ଆମେ ଆଲୋଚନା କରିବା ପାଇଁ ଆଜି ଚାହୁଁନୁ। କିନ୍ତୁ ଓଡ଼ିଶାବାସୀ ଯେତେବେଳେ ଆତଙ୍କିତ ହେଇପଡ଼ିଛନ୍ତି ଭୟାବହ ବନ୍ୟା ପରିସ୍ଥିତିରେ, ୟାକୁ ମୁକାବିଲା କରିବା କାହାର ଦାୟିତ୍ୱ? ଦାୟିତ୍ୱ ହଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର। ଆଜ୍ଞା, ମୋର ଆଜି ଗୋଟେ କଥା ମନେ ପଡିଯାଉଛି। ରୋମ ଯେତେବେଳେ ଜଳୁଥିଲା, ନୀର ବଂଶୀ ବାଦନ କରୁଥିଲେ। ଆଜି ଠିକ ସେଇ ଅବସ୍ଥା ଓଡ଼ିଶାରେ ଦେଖାଦେଇଛି। ଆଜି ଆପଣମାନଙ୍କୁ ଓଡ଼ିଶାବାସୀଙ୍କୁ ମୁଁ ମନେ ପକେଇ ଦେବା ପାଇଁ ଚାହୁଁଛି, ଯେତେବେଳେ ବନ୍ୟା ଆସେ ମୁଖ୍ୟମନ୍ତ୍ରୀ ଥାନ୍ତି ନବୀନ ପଟ୍ଟନାୟକ, ସେ ସମୟରେ ନିର୍ଦ୍ଦେଶ ଦିଅନ୍ତି କୌଣସି ସାଂସଦ, ବିଧାୟକ, ମନ୍ତ୍ରୀ କୋଉଠି ରହିପାରିବେନି, ବନ୍ୟାର୍ଥଙ୍କ ପାଖରେ ସେମାନେ ରହିବେ। ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ବାରବାର ରିଭ୍ୟୁ କରନ୍ତି, ଲୋକଙ୍କ ପାଖକୁ ଯାଆନ୍ତି। ସେଇଥିପାଇଁ ଓଡ଼ିଶାର ନାଁ ଆଜି ଜାତିସଂଘରେ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲେଖା ରହିଛି ଯେ ନବୀନ ପଟ୍ଟନାୟକ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ନମ୍ବର 1। କିନ୍ତୁ ଆଜି ଓଡ଼ିଶାରେ ଯେତେବେଳେ ଏଡ଼େ ବଡ଼ ଡିଜାଷ୍ଟର ଦେଖାଦେଇଛି, ଦେଖାଦେଉଛି ମଧ୍ୟ, ତାକୁ ମନିଟରିଂ କରିବା ପାଇଁ କେହି ନାହାନ୍ତି। ଆଜ୍ଞା, ମୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ କହୁଛି, ପାଇକା ନଦୀବନ୍ଧ ଭାଙ୍ଗିବା ପାଇଁ ବସିଲାଣି। ଯନ୍ତ୍ରୀମାନେ କୋଉଠି ବୁଲୁଛନ୍ତି ମୁଁ ଜାଣିନି। ବାବୁ ମାନେ ଯୋଉମାନେ ସବୁ ଦଳୀୟ ନେତା ମାନେ ସରକାରରେ ଅଛନ୍ତି, ସେମାନେ ସବୁ ଗୋଟେ ଗୋଟେ ଗେରୁଆ ଟାୱେଲ ପକେଇ ବନ୍ଧ ଜଗିବା ନାଁରେ ଇଞ୍ଜିନିୟର ମାନଙ୍କୁ ଧରିକିରି ବୁଲୁଛନ୍ତି, ଫଟୋ ଉଠଉଛନ୍ତି। जदि आपंक आम भिडी भल लगा तेब आम चैनल को लाइक, शेयर, सब्सक्राइब करने को जमा भी भूलु नहीं।